विद्या विनय संपन्ने ब्राह्मणे गवी हस्तिनी सुनी चैव सपाके च पंडिता समदर्शिन ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣଙ୍କଠାରେ ତଥା ଗୋ ହସ୍ତି କୁକୁର ଏବଂ ଚଣ୍ଡାଳଠାରେ ମଧ୍ୟ ସମଦର୍ଶୀ ହୋଇଥାନ୍ତି। ଏଠାରେ ପ୍ରଶ୍ନ ହେଲା ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣଙ୍କଠାରେ ତଥା ଗୋ ହସ୍ତି କୁକୁର ଓ ଚଣ୍ଡାଳଠାରେ ସମଦର୍ଶନର ଭାବ କ'ଣ? ଉତ୍ତର, ତତ୍ତ୍ୱଜ୍ଞାନୀ ସିଦ୍ଧ ମହାପୁରୁଷମାନଙ୍କର ବିଷମ ଭାବ ସର୍ବଦା ନଷ୍ଟ ହୋଇଯାଏ। ସେମାନଙ୍କ ଦୃଷ୍ଟିରେ ଏକ ସଚ୍ଚିଦାନନ୍ଦ ଘନ ପରବ୍ରହ୍ମ ପରମାତ୍ମାଙ୍କ ଠାରୁ ଭିନ୍ନ ଅନ୍ୟ କୌଣସି ସତ୍ତା ରହେ ନାହିଁ। ତେଣୁ ତାଙ୍କର ସର୍ବତ୍ର ସମଭାବ ହୋଇଯାଏ। ଏହି କଥାଟି ବୁଝାଇ ଦେବା ଉଦ୍ଦେଶ୍ୟରେ ମନୁଷ୍ୟମାନଙ୍କ ମଧ୍ୟରେ ସର୍ବୋତ୍ତମ ଶ୍ରେଷ୍ଠ ବ୍ରାହ୍ମଣ, ନିଚତମ ଚଣ୍ଡାଳ ଏବଂ ପଶୁମାନଙ୍କ ମଧ୍ୟରେ ସର୍ବୋତ୍ତମ ଗୋମାତା, ମଧ୍ୟମ ହସ୍ତି ଏବଂ ନିଚତମ କୁକୁରର ଉଦାହରଣ ଦେଇ ସମତ୍ୱର ଦିଗ୍ଦର୍ଶନ କରାଯାଇଛି। ଏହି ପାଞ୍ଚ ପ୍ରକାର ପ୍ରାଣୀଙ୍କ ପ୍ରତି ବ୍ୟବହାରରେ ସମସ୍ତଙ୍କୁ ବିଷମତା ରଖିବାକୁ ହିଁ ପଡ଼ିଥାଏ। ଉଦାହରଣ ସ୍ୱରୂପ, ସମସ୍ତେ ଗୋଦୁଗ୍ଧ ପିଅନ୍ତି କିନ୍ତୁ କୁକୁର ଦୁଗ୍ଧ ତ କୌଣସି ମନୁଷ୍ୟ ପିଏ ନାହିଁ। ସେହିପରି ହାତୀ ଉପରେ ଚଢ଼ା ଯାଇଥାଏ, କୁକୁର ଉପରେ ଚଢ଼ିବା ଚଳେ ନାହିଁ। ଶରୀର ନିର୍ବାହ ପାଇଁ ପଶୁମାନଙ୍କର ଯେଉଁ ବସ୍ତୁ ଉପଯୋଗୀ ମନୁଷ୍ୟମାନଙ୍କର ତାହା ହୋଇନପାରେ। ଶ୍ରେଷ୍ଠ ବ୍ରାହ୍ମଣକୁ ପୂଜା ସତ୍କାର କରିବା ନିମନ୍ତେ ଶାସ୍ତ୍ରର ଆଜ୍ଞା ରହିଛି, ଚାଣ୍ଡାଳ ପାଇଁ ନାହିଁ। ତେଣୁ ଏସବୁ ଉଦାହରଣ ଦେଇ ଭଗବାନ ବୁଝାଇ ଦେଇଛନ୍ତି ଯେ ଯେଉଁମାନଙ୍କ କ୍ଷେତ୍ରରେ ବ୍ୟବହାରିକ ବିଷମତା ଅନିବାର୍ଯ୍ୟ, ସେମାନଙ୍କ କ୍ଷେତ୍ରରେ ବି ଜ୍ଞାନୀ ପୁରୁଷମାନେ ସମଭାବ ହିଁ ରଖନ୍ତି। କେବେ କୌଣସି ବି କାରଣରୁ କେଉଁଠି ମଧ୍ୟ ସେମାନଙ୍କଠାରେ ବିଷମ ଭାବ ରହେ ନାହିଁ। ଯେପରି ମନୁଷ୍ୟ ନିଜର ମସ୍ତକ, ହସ୍ତ ଓ ପାଦ ଆଦି ଅଙ୍ଗମାନଙ୍କ ସହିତ ମଧ୍ୟ ବ୍ୟବହାରରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କ ଭଳି ପ୍ରଭେଦ ରଖେ। ସେ ତା'ର ମସ୍ତକ ଓ ମୁଖରେ ଯେଉଁ କାର୍ଯ୍ୟ କରେ, ହାତ ପାଦରେ ତାହା କରେ ନାହିଁ। ହାତ ପାଦର କାର୍ଯ୍ୟ ମସ୍ତକ ବା ମୁଖ ଦ୍ୱାରା ବି କରେ ନାହିଁ। ପୁଣି ସବୁ ଅଙ୍ଗ ପ୍ରତି ଥିବା ସମ୍ମାନ, ଆଦର ଓ ଶୌଚାଦିରେ ମଧ୍ୟ ପ୍ରଭେଦ ରଖେ। ଅଥଚ ସକଳ ଅଙ୍ଗ ପ୍ରତି ଏକ ଆତ୍ମଭାବ ରଖୁଥିବାରୁ, ସବୁ ଅଙ୍ଗକୁ ଆପଣାର ଅଙ୍ଗ ବୋଲି ଭାବୁଥିବାରୁ ସେ ଯେପରି ସକଳ ଅଙ୍ଗର ସୁଖ ଦୁଃଖକୁ ସମାନ ଭାବରେ ଅନୁଭବ କରେ ଏବଂ ସମସ୍ତ ଶରୀର ପ୍ରତି ତା ଭିତରେ ଏକା ପ୍ରକାର ପ୍ରେମ ରହିଥାଏ ଓ ପ୍ରେମ ଓ ଆତ୍ମଭାବ ଦୃଷ୍ଟିରୁ କୌଣସି ବିଷମତା ନଥାଏ। ତତ୍ତ୍ୱଜ୍ଞାନୀ ମହାପୁରୁଷମାନଙ୍କର ସେହିପରି ସର୍ବତ୍ର ବ୍ରହ୍ମ ଦୃଷ୍ଟି ହୋଇଯିବା ଫଳରେ ସେମାନେ ଲୌକିକ ଦୃଷ୍ଟିରୁ ବ୍ୟବହାରରେ ଯଥାଯୋଗ୍ୟ ପ୍ରଭେଦ ରଖୁଥିଲେ ବି ସେମାନଙ୍କର ଆତ୍ମଭାବ ଓ ପ୍ରେମ ସର୍ବତ୍ର ସମାନ ରହିଥାଏ। ତେଣୁ କୌଣସି ଅଙ୍ଗରେ ଆଘାତ ଲାଗିଲେ ବା ଆଘାତ ଲାଗିବାର ସମ୍ଭାବନା ଦେଖାଦେଲେ ମନୁଷ୍ୟ ଯେପରି ତା'ର ପ୍ରତିକାରର ଚେଷ୍ଟା କରିଥାଏ, ବ୍ୟବହାର କାଳରେ କୌଣସି ଜୀବ ବା ଜୀବ ସମୁଦାୟ ଉପରେ ବିପତ୍ତି ପଡ଼ୁଥିବାର ଦେଖାଗଲେ ତତ୍ତ୍ୱଜ୍ଞାନୀ ପୁରୁଷମାନେ ବି ସେହିପରି କୌଣସି ଭେଦଭାବ ନ ରଖି ତାହାର ପ୍ରତିକାର ନିମନ୍ତେ ଯଥାଯୋଗ୍ୟ ଚେଷ୍ଟା କରନ୍ତି।